ଏବେ ଆମେ ପାଳନ କରିବାକୁ ଯାଉଛେ 79ତମ ସ୍ୱାଧୀନତା ଦିବସ। ଏହି ସ୍ୱାଧୀନତା ଦିବସକୁ ଆମେ ସାକାର କଲେ ଆମର ଦେଶ ହସି ଉଠିବ। ତେଣୁ ଏ ଦେଶର ପରିସ୍ଥିତି ସମ୍ପର୍କରେ ମୁଁ କିଛି ସୂଚନା ଦେଉଛି। ତେଣୁ ବେଳ ଅଛି, ସମସ୍ତେ ସୁଧୁରି ଯାଆନ୍ତୁ। ଏ ସ୍ୱାଧୀନ ଦେଶରେ ସବୁ ଦୁର୍ନୀତିର ମୂଳ ଏ ବେପାର ରାଜନୀତି ଗଣତନ୍ତ୍ର ପାଇଁ ବିପଦ। ସ୍ୱାଧୀନତା ପରେ ପରେ ଯେଉଁ ଭାବେ ଆମ ଦେଶରେ ଶାସନ ଚାଲି ଆସିଥିଲା, ଭଲ ଲାଗିଥିଲା, ଭଲ ଥିଲେ ନେତାଗଣ। ସ୍ୱାଧୀନତା ପାଇଁ ଲଢ଼ିଥିବା ବ୍ୟକ୍ତି ନିର୍ବାଚନରେ ଭାଗ ନେଇ ଭୋଟ ପାଇ ନେତା ମନ୍ତ୍ରୀ ହୋଇ କାମ କଲେ ଦେଶ ହିତ ପାଇଁ। ଏବେ ସେହିଭଳି ଉଚ୍ଚ ଚିନ୍ତାଧାରା ସେବା ମନୋବୃତ୍ତି ନେଇ ନେତାମାନେ ଆଉ ଆସୁ ତ ନାହାନ୍ତି ଦେଶ ସେବା ଲକ୍ଷ୍ୟ ନେଇ। ବହୁଦଳୀୟ ଏ ରାଜନୀତି ଯାହା ଗଣତନ୍ତ୍ର ରାଷ୍ଟ୍ର ପାଇଁ, ସବୁ ଦଳ ଚେଷ୍ଟା କରନ୍ତି ସେମାନେ ଶାସନରେ ରହିବା ପାଇଁ। ଦେଶ ସେବା କାର୍ଯ୍ୟରେ ନ ଲାଗି ବହୁତ ଦଳ ସ୍ୱାର୍ଥରେ ଲାଗନ୍ତି, ନାନା କୌଶଳେ ଭୋଟରଙ୍କୁ ଲାଞ୍ଚ ଦେଇ ଭୋଟ ପାଇଥାନ୍ତି। ଯେତେ ପ୍ରତିଶ୍ରୁତି ପ୍ରଲୋଭନ ଆଉ ବେକାରୀ ନିଯୁକ୍ତି ଆଶା ଇସ୍ତାହାର ସବୁ ଦେଇଥିଲେ ପ୍ରାର୍ଥୀ ଜିତି କଲେ କ'ଣ ଠେସା। ଅନେକ ପ୍ରକାର ଯୋଜନା କରନ୍ତି ଦେଶର ଉନ୍ନତି ପାଇଁ, ଯୋଜନା ଅର୍ଥକୁ ନେତା ପ୍ରଶାସକ କାଇଦାରେ ଥାନ୍ତି ଖାଇ। ନେତା ଯନ୍ତ୍ରୀ ମନ୍ତ୍ରୀ ଠିକାଦାର ଆଉ ଖଣି ଜଙ୍ଗଲ ମାଫିଆ ନାନା ବାଟେ ଲୁଟି ହେଲେ କୋଟିପତି, ଜନତା ହେଲେ ଭକୁଆ। ମାଗଣା ଚାଉଳ ଲୋକଙ୍କୁ ବାଣ୍ଟିଲେ କ୍ଷୁଧା କରିଦେବେ ଦୂର, ଅନ୍ୟପଟେ କେତେ ବଢ଼ାଇ ଚାଲିଲେ ନିତ୍ୟ ବ୍ୟବହାର୍ଯ୍ୟ ଦର। ଆମ ଖାଦ୍ୟ ତେଲ ପେଟ୍ରୋଲ ଡିଜେଲ ଦର ବଢ଼ି ବଢ଼ି ଯାଏ, କେନ୍ଦ୍ର ଆଉ ରାଜ୍ୟ ସେଥିପ୍ରତି ଦୃଷ୍ଟି କେବେ ପକାଇ ନଥାଏ। ତୁ ତ ମୁତୁରି ମୁଁ ତ ମୁତୁରି ହେଁସ କାହିଁ ପାଇଁ ଧୋଇବା, ଚାଲୁଣି ଛୁଞ୍ଚିର କଥା କଟାକଟି ଭଳି କାହିଁ ଆମେ ହେବା। ଗାନ୍ଧୀ ଗୋପବନ୍ଧୁ ଆଉ ମଧୁବାବୁ ଆଦର୍ଶ କଥା କହିବା, ବିବିଧ ଯୋଜନା ଆଳରେ ଦେଶର ଧନକୁ ଠକି ଖାଇବା। ଦେଶର ରାଜ୍ୟର ଯେତେ ଋଣ ବଢ଼ୁ, ନେତା କାହିଁ ଦେବେ ଧ୍ୟାନ, ନେତା ଲୁଟି ନେବେ ଲୋକ ତ ଶୁଝିବେ, ଏହା ନେତା ନୀତି ଜାଣ। ସବୁ ଯୁଗରେ ବି ନ୍ୟାୟ ଅନ୍ୟାୟର ଲଢ଼େଇର ସମାଧାନ ହୋଇଛି, ମିଳିଛି ଧର୍ମକୁ ସମ୍ମାନ, ଅଧର୍ମ ହୋଇ ପତନ। ଦଳ ପ୍ରୀତିନୀତି ନିୟମକୁ ଦେଖି ଉଠିଲାଣି ଦେଶେ ସ୍ୱର, ବିଦେଶୀଙ୍କ ଭଳି ସ୍ୱଦେଶୀ ନେତାଙ୍କୁ ତଡ଼ିବେ କରି ବିଚାର। ଗାନ୍ଧୀକୁ ସମ୍ମାନ ଦେବା ପାଇଁ ହେଉ ଦେଶୁ ନିଶା ନିବାରଣ, କଲେ ନିଶ୍ଚୟ ହେବ ଆମ ଦେଶ ରକ୍ଷା ଏ ଗଣତନ୍ତ୍ର ଶାସନ। ତେଣୁ ଏହି ସ୍ୱାଧୀନତା ଦିବସରେ ଏମାନେ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କଲେ ଆମ ଗଣତନ୍ତ୍ର ଅବସ୍ଥା ସୁଧରିବ, ସ୍ୱାଧୀନତାର ଯଥାର୍ଥତା ରହିବ।